ଆପଣ ଆଉ ଏକ ପ୍ରସଙ୍ଗ ଉଠାଉଛନ୍ତି କି ମାଙ୍ଗଳିକ କାର୍ଯ୍ୟରେ ଯୋଉଠି ଭଲ କାମ ହେଉଛି ସେଇଠି ବିଧବା ମା ମାନେ ମଧ୍ୟ ସାମିଲ ହେବା ଦରକାର କିନ୍ତୁ ଅନେକ ବିବାହରେ ଆମେ ଏମିତି ଦେଖିଛୁ ଯଦି ଝିଅର ମା ବି ବିଧବା ହେଇଥିବ ଆଉ ପୁଅର ମା ବି ଯଦି ବିଧବା ହେଇଥିବ ସାହି ପଡ଼ିଶା ଲୋକମାନେ ପାରିବାରିକ ଲୋକମାନେ ତାଙ୍କୁ ଦୂରେଇ ଦେଉଛନ୍ତି। ତାହା ସମ୍ପୂର୍ଣ୍ଣ ଅନ୍ଧବିଶ୍ୱାସ। ଆଚ୍ଛା ଆଉ କିଛି ଅନ୍ଧବିଶ୍ୱାସୀ ମଣିଷମାନଙ୍କର ଇଏ ଗୋଟେ ଅଯଥା ତାଗିଦ ନିର୍ଦ୍ଦେଶ। ମା ସବୁବେଳେ ମା। ତମେ ଯେତେବେଳେ ବଞ୍ଚିଛ ମୁଁ ବର୍ତ୍ତମାନ ବଞ୍ଚିଛି ମୁଁ ବଞ୍ଚିଛି ମାନେ ମୋ ବାପ ମାଙ୍କର ଶରୀର ବଞ୍ଚିଛି। ତେଣୁ ମୋ ମା ମରିଗଲା କେମିତି ମୋ ବାପା ମରିଗଲା କେମିତି? ଆଶ୍ରମରେ ଲକ୍ଷ୍ମୀ ପୂଜା ହୁଏ ଆଶ୍ରମରେ କଳସ ବୁଡ଼େ ସମସ୍ତେ ବି ବୁଡ଼ାନ୍ତି କିନ୍ତୁ ତା ଭିତରେ ପତିହରା ମା ମାନେ ବୁଡ଼େଇବେ। ଯେଉଁଠି ଆମର ଅନୁଷ୍ଠାନ ହେବ ଏଇ ରବୀନ୍ଦ୍ର ମଣ୍ଡପ କାର୍ଯ୍ୟକ୍ରମରେ ପତିହରା ମା ମାନେ ଉଦ୍ଘାଟନ କଲେ। ଆଉ ଏଇଠି ମଧ୍ୟ ଗୋଟିଏ କଥା ମୁଁ କହିଦେଉଛି ପତିହରା ମା ମାନଙ୍କର ସଂଖ୍ୟା କାହିଁକି ଅଧିକ ହେଇଯାଉଛି ସେ ବିଷୟରେ କାହା ମୁଣ୍ଡରେ ଏପର୍ଯ୍ୟନ୍ତ ପଶିନେଇ ବୋଧେ। ସ୍ୱାମୀର ବୟସ ଠାରୁ ସ୍ତ୍ରୀର ବୟସ ଯଦି 10 ବର୍ଷ କମିଯାଏ କି 15 ବର୍ଷ କମିଯାଏ ସେ ଝିଅଟି ତ ନିଶ୍ଚୟ ଆଗ ବିଧବା ହେବ। ତେଣୁ ଏ ପ୍ରଥାକୁ ମଧ୍ୟ ଆଇନ କରାଯାଉ। ବର୍ଷେ 6 ମାସ କଥା ଅଲଗା ସମବୟସ୍କ ହେଲେ ବି ବାହା ହେଇପାରିବ। ଅନେକ ସେ ବିବାହ କଥା ଆସୁଛି ସେଠି ଆଉ ଏକ କଥା ଆସେ କି ଜାତକ ମେଳ କରାଯାଏ ରାଜ ଜଟକ ହୁଏ ଏ ରାଜ ଜଟକ ପୁଣି କିଛି ଦିନ ପରେ ପୁଣି ବିଚ୍ଛେଦ ହେଇଯାଏ। ତ ଆପଣ ଜାତକ ବିଚାର ବା ଜାତକ ମେଳକୁ ମୁଁ ଜାତକ ବିଚାର କରିପାରେ ଆଜ୍ଞା କିନ୍ତୁ ମୋ ଜାତକ ବିଚାର ସ୍ୱତନ୍ତ୍ର। ମୁଁ କୌଣସି ଜ୍ୟୋତିଷ ଜାତକ କାହାକୁ ନିନ୍ଦା କରିବିନି। ମୋ କହିବା କଥା ଯଦି ଭଲ ପୁଅଟିଏ ପାଇଲ ଭଲ ଝିଅଟିଏ ପାଇଲ ଆଗେ ବାହାଘର କରିଦିଅ ଜଗନ୍ନାଥଙ୍କ ନାଁରେ। ବାବା ବଳିଆ ବିଭିନ୍ନ ଜାଗାକୁ ଯାଉଛନ୍ତି ବିଭିନ୍ନ ଲୋକଙ୍କୁ ଭେଟୁଛନ୍ତି ଭିନ୍ନ ଭିନ୍ନ ସମସ୍ୟା ଆଉ କି ଟୋଲ୍ ଫ୍ରି ନମ୍ବର ବାବା ବଳିଆ ହେଇଛନ୍ତି କି ମୋ ପାଖକୁ ଲୋକ ଆସୁଛନ୍ତି ବିଭିନ୍ନ ସମସ୍ୟା ନେଇକି ଆସୁଛନ୍ତି ବାବା ମୋର ସମସ୍ୟା ସମାଧାନ କରିଦିଅ କିନ୍ତୁ ପ୍ରକୃତିରେ ଲୋକମାନେ ସମସ୍ୟା ଘେରରେ ଅଛନ୍ତି ଆଉ ଗୋଟେ ଗୁରୁଙ୍କ ପାଖକୁ ଆସୁଛି କି ସମାଧାନ ଖୋଜୁଛନ୍ତି। ମୋ ପାଖରେ ସମସ୍ୟାର ସମାଧାନ ପାଇଁ ମନ୍ତ୍ରଯନ୍ତ୍ର ତନ୍ତ୍ରକୁ ମୁଁ ଯେତିକି ଗ୍ରହଣ କରେ ନା ଦେବାର୍ଚ୍ଚନ କର ତମ ପାଇଁ ମୁଁ ପ୍ରାର୍ଥନା କରିବି। ଯେମିତି ଓକିଲାତି କରନ୍ତି ଜଜଙ୍କ ପାଖରେ ମୁଁ ସେମିତି ତମ ପାଇଁ ଓକିଲାତି କରିବି ସେ ବିଧାତା ପୁରୁଷଙ୍କ ପାଖରେ। ଆପଣ ମାଧ୍ୟମ ମୁଁ ତ ମାଧ୍ୟମ ହେଇ ଜନ୍ମ ହେଇଛି ଆଉ ନହେଲେ ତ ବାହାସାହା ହେଇକି ଘରେ ଥାଆନ୍ତି ଏଠି କାହିଁ ବାହା ହେଲେନି ଆପଣ? ଏଇ ବାହା ହେଲିନି ମୋ ମନ ତା ଭିତରେ ପଶିଲାନି ମୁଁ ଲୋକଙ୍କ କାମ କରିବି ଏଇଟା ମୂଳରୁ ରହିଲା। ଯେତେବେଳେ ବାବା ବଳିଆଙ୍କୁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରାଗଲା ଅନେକ ଲୋକ ଯେଉଁମାନେ ଜାଣିଥିଲେ ଖୁସି ହେଲେ ଯେଉଁମାନେ ଜାଣିନଥିଲେ ଜାଣିବା ପାଇଁ ଆଗ୍ରହ କଲେ କିନ୍ତୁ ବ୍ୟକ୍ତିଗତ ଭାବରେ ବାବା ବଳିଆ କ'ଣ ଅନୁଭବ କଲେ କି ଯେତେବେଳେ ପଦ୍ମଶ୍ରୀ ସମ୍ମାନରେ ତାଙ୍କୁ ସମ୍ମାନିତ କରାଗଲା? ଏଇ ଦେଖନ୍ତୁ ଆମେ ଗୋଟେ ପରିବେଶ କାର୍ଯ୍ୟ କରିଛୁ ସମଗ୍ର ଭାରତ ବର୍ଷ ବୁଲିକିରି ପରିବେଶ ଗଛ ଲଗାଅ ଜଙ୍ଗଲ ସୁରକ୍ଷା କର ଏ କଥା କହିଛୁ। ଯେମିତି ବିଧବା ମା ମାନଙ୍କୁ ସମ୍ମାନ ଦିଅ ତାପରେ ଗଣତନ୍ତ୍ରର ସମାବେଶ ଗୋଟେ ବିଶାଳ ଆକାରରେ ଆଶ୍ରମରେ ହେଇଛି ଏବଂ ଭାରତର କେତେଟା ବଡ଼ ବଡ଼ ସିଟିରେ ମୁମ୍ବାଇ ଦିଲ୍ଲୀ ହରିୟାଣା ଏମିତି କେତେଟା ସିଟିରେ ଆମେ କରିଛୁ। ଇଏ ସବୁଯାକ ଖବର ତାଙ୍କ ପାଖରେ ପହଞ୍ଚିଛି ବୋଧେ। ଆମେ ଯାହା କରିବୁ ଭାରତରେ ଯେଉଁ ସରକାର ଥାଆନ୍ତୁ ଆଉ ଓଡ଼ିଶାରେ ଯେଉଁ ସରକାର ଥାଆନ୍ତୁ ଆମେ ସରକାରଙ୍କୁ ନିଶ୍ଚୟ ଜଣେଇବୁ ଆମେ ଏଇଆ କରୁଛୁ। ଓଡ଼ିଶା ସରକାର ମୋତେ ପ୍ରକୃତି ବନ୍ଧୁ ଦେଲେ ତେଣୁ ମୁଁ ସେଥିରେ ଖୁସି ହେଇପାରିଲିନି କାରଣ ପ୍ରକୃତି ବନ୍ଧୁ ମୋତେ ଦେଲେ ପ୍ରକୃତି ତ ସମସ୍ତଙ୍କର ବନ୍ଧୁ ମୁଁ ପୁଣି ପ୍ରକୃତିର କେମିତି ବନ୍ଧୁ ହେଲି? ମୋରି ଆଗରେ ତ ଗଛ କଟା ହେଉଛି ମୁଁ ତାକୁ କିଛି କହିପାରୁନି କହିଲେ ବି ହଣା ଖାଇବି। ତେଣୁ ମୋର ଏସବୁରେ ସନ୍ତୁଷ୍ଟ କିଛି ନଥିଲା। ତ କହିବା ବନ୍ଦ କରିଦେବେ ନା ସେ କାମ ଚାଲିଛି ବରଂ ଏଇ ଯେଉଁ ପଦ୍ମଶ୍ରୀ ପାଇବା ପରେ ଲୋକମାନେ ଟିକେ ଆଉ ଟିକେ ମୋ ଉପରକୁ ଗୁରୁତ୍ୱ ଆରୋପ କରିଛନ୍ତି କିନ୍ତୁ ମୁଁ ଗର୍ବିତ ହେଇନାହିଁ କି ତା ପାଇଁ ବର୍ତ୍ତମାନ ଭାରତ ସରକାର ମୋଠୁ ତାକୁ ନେଇଯିବେ
ତାହେଲେ ବି ମୋ ମନରେ ଦୁଃଖ ନାହିଁ। ବାବା ବଳିଆଙ୍କ ଜୀବନରେ ପରିବର୍ତ୍ତନ ଆସିଛି ପଦ୍ମଶ୍ରୀ ପାଇବା ପରେ? ନା, ମୁଁ ଯାହା ଥିଲି ସେଇଆ। ମୁଁ ଚତୁର୍ଥ ଶ୍ରେଣୀରୁ ପାଠ ପଢ଼ିଲା ବେଳଠାରୁ ମୋର ମାନସିକତା ଯାହା ଥିଲା ଆଜି ବି ସେଇଆ। ସେତେବେଳେ ବି ମୋତେ ଲାଗୁଥିଲା ମୁଁ ଯେମିତି ଗୋଟେ ବୟସ୍କ ଲୋକ, ଆଜି ତ ସହଜେ ବୟସ୍କ ଲୋକ ହେଲେଣି ଆଉ। କିଛି ପରିବର୍ତ୍ତନ ନାହିଁ କିଛି ପରିବର୍ତ୍ତନ କି ମୁଁ ଗୋଟେ ନା ସମ୍ମାନ ପାଇଛି ପଦ୍ମଶ୍ରୀ ସମ୍ମାନ? ନା ନା, ତାହେଲେ ତ ଅଭିମାନକୁ ସୁରାପାର। ଯଦି ଅହଙ୍କାର ଆସିଲା, ମଦ୍ୟ ପିଇ ରାସ୍ତାରେ ଗଡ଼ିବା ଯାହା ସେଇଆ ଆଉ। ଆପଣ ଭିତରେ ଅହଂଭାବ ନାହିଁ? ଜମା ନାହିଁ। କେବେ ଲାଗନ୍ତିନି? ନା ନା, ଆସେ ମୋ ଦେଶ ପାଇଁ ଆସେ, ମୋ ଇତିହାସ ପାଇଁ ଆସେ, ମୋ ଧର୍ମ ପାଇଁ ଆସେ, ମୋ କାମ ପାଇଁ ଆସେ। ତାର ଅର୍ଥ ନୁହେଁ ଗୋଟେ ଗର୍ବ କରିବି, ଏମିତି କରିବି ବା ଗୋଟେ ପୁରସ୍କାର ପାଇବା ପାଇଁ ପୁରସ୍କାର ପାଇବା ପାଇଁ ମୁଁ କେବେ କାମ କରିନାହିଁ। ମୁଁ ଅନେକ ପ୍ରଶଂସାପତ୍ର ପାଇଛି, କିନ୍ତୁ ସେ ଅନିଚ୍ଛା ସତ୍ତ୍ୱେ ନେଇଛି, ତାଙ୍କ ଶ୍ରଦ୍ଧାକୁ ଗ୍ରହଣ କରିଛି। କିନ୍ତୁ ଏଇଆ କଲେ ଗୋଟେ ମୋତେ ଲୋକ ପୁରସ୍କୃତ କରିବେ, ସେ ଭାବନା ନେଇ ମୁଁ କାମ କରେ। ବାବା ବଳିଆଙ୍କୁ ଏବେ କନକ ନ୍ୟୁଜ୍ ମାଧ୍ୟମରେ ଅନେକ ଲୋକ ଦେଖୁଛନ୍ତି, ଜାଣୁଛନ୍ତି, ନୂଆ ନୂଆ କଥା ବି ଜାଣୁଛନ୍ତି। ଯେଉଁମାନେ ଅନ୍ଧବିଶ୍ୱାସର ମାୟାଜାଲରେ ଫସି ଯାଉଛନ୍ତି, କୌଣସି ଉପାୟ ନ ପାଇକି କୌଣସି ବାବାର ଶରଣ ନେଉଛନ୍ତି, ଆଉ ସେଠି କିଏ କହୁଛି ସ୍ପର୍ଶ କରିଦେଲେ କାହାର ଛୁଆ ଜନ୍ମ ହେଇଯିବ, ସ୍ପର୍ଶ କରିଦେଲେ ଚାକିରି ହେଇଯିବ, ଫୁଙ୍କି ଦେଲେ ସବୁ ସମସ୍ୟାର ସମାଧାନ ହେଇଯିବ, ଏ କଥା ଆପଣ ବି ଶୁଣୁଥିବେ ନା? ଜମା ବିଲକୁଲ ଏସବୁ କଥାକୁ ବଳିଆ ବିଶ୍ୱାସ କରେ ନାହିଁ। ତାଳ ପଡ଼ିବାକୁ କାଉ ରାବିବାକୁ ଯେମିତି ଚିକିତ୍ସା କଥା ଅଲଗା, ଆମର ବିଭିନ୍ନ ପ୍ରକାର ସ୍ପର୍ଶ ଚିକିତ୍ସା ବି ଗୋଟିଏ ଅଛି, ହୋମିଓପାଥିକ୍ ଅଛି, ଏଲୋପାଥିକ୍ ଅଛି, ଆୟୁର୍ବେଦିକ ଅଛି, ଫିଜିଓଥେରାପି ଅଛି, ଯୋଗ ବିଜ୍ଞାନ ରହିଛି। ସବୁର କିଛି ନା କିଛି ଗୁଣ ଅଛି। କିନ୍ତୁ ଏମିତି ଯେଉଁ ଗୋଟେ କଥା କହୁଛନ୍ତି, ମୁଁ ତୁମକୁ ଛୁଇଁଦେଲେ ଭଲ ହେଇଯିବ, କିଏ ଗୋଟେ ମୋତେ ଆସି କହିଲା, ଏବେ ଜଣେ କହିଲେ ମୋତେ ଗୋଟେ ଗୋଇଠା ପକାଇଲେ ମୁଁ ଭଲ ହେଇଗଲି। ଭଲ ହେଇଗଲୁ ତୁ? ଆଉ ତାହେଲେ ଗୋଇଠା ମାଡ଼ର ମେଡ଼ିକାଲ ଗୋଟେ ଖୋଲିବା ପାଇଁ ସରକାରଙ୍କୁ କହ, ନା କହ ମୁଁ ଭଲ ହେଲି କି ସେଇଖିନିକା ଭଲ ଲାଗିଲା, ତାପରେ ଯେଉଁ କଥାକୁ ସେଇ କଥା। ତେଣୁ ଏସବୁ ଜିନିଷ ଖାଲି ଲୋକମାନଙ୍କର ସରଳତା ପାଇଁ ସେମାନେ ତାଙ୍କୁ ସ୍ୱୀକାର କରୁଛନ୍ତି। ତ ସେ ଜାଗାକୁ ଯିବାର ଉଚିତ ନାହିଁ, ଜମା ବିଲକୁଲ ନାହିଁ। କାହିଁ ଆମର ଭୁବନେଶ୍ୱର ଗୋଟେ କ୍ୟାପିଟାଲ, ଚାରିଆଡ଼େ ମେଡ଼ିକାଲ। ତୁମେ ଯଦି ଜଣେ ବାବାଙ୍କୁ ଭଲ ପାଉଛ କି ଗୋଟେ ଠାକୁରଙ୍କୁ ଭଲ ପାଉଛ, ତାଙ୍କୁ ଭକ୍ତି କର, ତାଙ୍କ ନାମ ନିଅ, କିନ୍ତୁ ଡାକ୍ତରଖାନାରେ ପହଞ୍ଚିକିରି ତମ ରୋଗ ବିଷୟ ଜଣା ଏବଂ ଉପଯୁକ୍ତ ଚିକିତ୍ସା